ଆପଣ ପରିଚୟ ଦିଅନ୍ତୁ। ସତ୍ୟରଞ୍ଜନ ବାଚିନି, ଘର କଇଁସାରି। କ'ଣ କହିବେ ଏଇ ଯେଉଁ ଲଗାଣ ବର୍ଷା ହେଇଛି, ଲଗାଣ ବର୍ଷା ପାଇଁ ଆପଣଙ୍କର ଯେଉଁ ଜାମୁଘାଟ ପୋଲ ବର୍ତ୍ତମାନ ବିଚ୍ଛିନ୍ନ ହୋଇଯାଇଛି, ଏପଟ ମାନେ ବାଲେଶ୍ୱରକୁ ସମ୍ପୂର୍ଣ୍ଣ ରାସ୍ତା ବନ୍ଦ ହେଇଯାଇଛି, କ'ଣ କହିବେ ଏହାକୁ ନେଇ? କ'ଣ କହିବି ଯେ ଏଇଟା ତ ଏମିତି ଆଜି ନୁହେଁ, ହେଇଗଲାଣି 2-3 ବର୍ଷ ହେଇଗଲାଣି ଏମିତି ବର୍ଷାରେ ଗାଁ ପୁରା ବିଚ୍ଛିନ୍ନ ହେଇଯାଉଛି। ଆଉ ଲୋକ ଯିବା ଆସିବା ପାଇଁ ବହୁତ ହଇରାଣ ହେଉଛନ୍ତି। ବର୍ତ୍ତମାନ ପାଣି ଜଳସ୍ତର କେମିତି ଅଛି? ଜଳସ୍ତର ଆସ୍ତେ ଆସ୍ତେ ବୃଦ୍ଧି ହେଉଛି। ଭୟ ଲାଗୁନି? ଭୟ ତ ଲାଗୁଛି। ମାନେ ଗ୍ରାମରେ କେମିତି ବାତାବରଣ ଅଛି? ବାତାବରଣ ମାନେ ଗାଁରେ ମାନେ କେହି ଭୟର ଆଶଙ୍କା କେହି କରୁନାହାନ୍ତି? ଭୟର ଆଶଙ୍କା ଯେ ବିଭିନ୍ନ ସମୟରେ ପାଣି ଗାଁକୁ ମାଡ଼ି ଯାଉଥିବ? ନିଶ୍ଚୟ ମାଡ଼ି ଯାଉଛି। ପ୍ରଶାସନ ତରଫରୁ କ'ଣ ସବୁ ବ୍ୟବସ୍ଥା ହେଇଛି? ପ୍ରଶାସନ ତରଫରୁ ଏମିତି ତ ଆସୁଛନ୍ତି, ଦେଖିକି ଯାଉଛନ୍ତି, ଆଉ କିଛି ତ ଏ ପଛପଟେ ଗୋଟେ ହିଟାଚି ଗୋଟେ ଛିଡ଼ା ହେଇଛି, କ'ଣ ପାଇଁ ତାକୁ? ପୁଲ କାମ ପାଇଁ ଚାଲିଥାଏ, ତାକୁ ସେଟା ରାସ୍ତା ବନ୍ଦ ପାଇଁ ରଖି ଦିଆଯାଇଛି। ଦିଅନ୍ତୁ। ମୁଁ ଏବିଡିଓ ଅଛି ଉଦଳା ବ୍ଲକ। ସାର୍ କ'ଣ କହିବେ ଏ ଯେଉଁ ଲଗାଣ ବର୍ଷା ହେଇଛି, ଏଠି ପୋଲ ଧୋଇଯାଇଛି, ଯେଉଁ ଆମର ଦେଓ ନଦୀରେ ପାଣି ଜଳସ୍ତର ବର୍ତ୍ତମାନ ବିପଦ ସଂକୁଳ ଅବସ୍ଥାରେ ଅଛି, ଏହାକୁ ନେଇ ସାର୍ କ'ଣ କହିବେ? ତ କାଲି ରାତିରେ ଯେହେତୁ କଣ୍ଟିନ୍ୟୁଅସ୍ ବର୍ଷା ହେଇଛି, ତ ଉପର ପାଣିଟା ପଳେଇ ଆସିଛି। ଆମର ଏଠି ଯେଉଁ ପୋଲଟା କାମ ଚାଲିଛି ବର୍ତ୍ତମାନ, ଟେମ୍ପୋରାରୀ ବ୍ରିଜ୍ ଯେଉଁଟା ହେଉଥିଲା ତା ଉପରେ ପାଖାପାଖି 5 ଫୁଟ ପାଣି ଚାଲୁଛି। ତ ସେଥିପାଇଁ ଲୋକେ ଏପଟ ସେପଟ ଯେହେତୁ ତାଙ୍କର ଅଭ୍ୟାସ ଅଛି, ଯିବା ଆସିବା ସେମାନେ କରୁଛନ୍ତି, ସେଥିପାଇଁ ପ୍ରଶାସନ ତରଫରୁ ପୋଲିସ ବି ଆସିକି ପହଞ୍ଚିଗଲେଣି। ଆମର ବ୍ଲକ ଆଡ଼ମିନିଷ୍ଟ୍ରେସନ୍ ଆଉ ଯେଉଁ ରେଭିନ୍ୟୁ ଡିପାର୍ଟମେଣ୍ଟରେ ସବୁ ବିଭିନ୍ନ ଷ୍ଟାଫ୍ ମାନେ ଆସିକି ଏଠି ୱାଚ୍ ରଖିଛନ୍ତି, ଯେମିତି ଲୋକେ ବିପଦରେ ନ ପଡ଼ିବେ। ଆଉ ନଦୀ ଆର ପାଖରେ ମଧ୍ୟ ସେମିତି ବ୍ୟବସ୍ଥା କରାଯାଉଛି। ଏଠି ତ ଆମେ ଜେସିବି ଲଗେଇକି ଏମିତି କଣ୍ଟ୍ରୋଲ୍ କରିଛୁ, ପ୍ଲସ୍ ବାଡ଼ ଦେଇକି ତାକୁ କେମିତି କଣ୍ଟ୍ରୋଲ୍ କରାଯାଇପାରିବ ସେ ପାଇଁ ବି ଷ୍ଟେପ୍ସ ନେଉଛୁ। ଲୋକଙ୍କୁ ସଚେତନ କରାହେଉଛି ନ ଆସିବା ପାଇଁ। ସେମାନେ ପଳେଇ ଆସୁଛନ୍ତି ମାଛ ଧରିବା ପାଇଁ କିମ୍ବା ଦେଖିବା ପାଇଁ, ଫ୍ଲଡ୍ ପଳେଇ ଆସୁଛନ୍ତି। ଏଇଟାକୁ କଣ୍ଟ୍ରୋଲ୍ କରିବା ପାଇଁ ଆମେ ଚେଷ୍ଟା କରୁଛୁ। ଆପଣ ଆସିବା ଭିତରେ କେତେ ସମୟ ପର୍ଯ୍ୟନ୍ତ ପାଣିର ଫ୍ଲୋ ରହିଥିଲା? ଫ୍ଲୋ ଆମେ ତ ଆସିଲୁଣି ପାଖାପାଖି ଘଣ୍ଟେ ହେବ, ବର୍ତ୍ତମାନ କଣ୍ଟିନ୍ୟୁଅସଲି ସେମ୍ ଫ୍ଲୋରେ ଚାଲୁଛି। ଆଉ ଯାହା ମୁଁ ବୁଝୁଥିଲି ଏଠି ଲୋକାଲି, ଯେ ହୁଏତ ବିଲ ପାଣି ଗୁଡ଼ା ଯେଉଁଟା ଆସୁଛି ସେଇଟା ବଢ଼ିପାରେ।